ଆସନ୍ତୁ ଆଜି ଏକ ଗଭୀର ବିଶ୍ଳେଷଣ କରିବା ଗୋଟିଏ ରାଜନୈତିକ ଦୁର୍ଗରେ ଆସିଥିବା ଏକ ବଡ଼ ପରିବର୍ତ୍ତନର। ଏଇଟା କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀର କଥା ନୁହେଁ, ଏହା ହେଉଛି ଶାସନ ଆଉ ଲୋକଙ୍କ ଭରସା ଭିତରେ ଥିବା ସମ୍ପର୍କର ଏକ ପରୀକ୍ଷା। ତେବେ ଚାଲନ୍ତୁ ହିଞ୍ଜିଳିର ନିର୍ବାଚନ ଫଳାଫଳ ପଛରେ ଥିବା ପ୍ରକୃତ କାରଣକୁ ବୁଝିବାକୁ ଚେଷ୍ଟା କରିବା। ଏହି ଯାତ୍ରାରେ ଆମେ କିଛି ମୁଖ୍ୟ ପ୍ରସଙ୍ଗ ଉପରେ ନଜର ପକାଇବା। ପ୍ରଥମେ ଦେଖିବା କେମିତି ଗୋଟିଏ ଅଭେଦ୍ୟ ଦୁର୍ଗ ପ୍ରାୟ ଭାଙ୍ଗିଗଲା, ତାପରେ ଗାଁ ମାଟିରୁ ଉଠୁଥିବା ସ୍ୱରକୁ କାନେଇବା, ଏହି ପରିବର୍ତ୍ତନ ପଛର କାରଣଗୁଡ଼ିକୁ ଖୋଜିବା, ସେହି ନୂଆ ଭୋଟରମାନଙ୍କୁ ଚିହ୍ନିବା ଯେଉଁମାନେ ନିର୍ଣ୍ଣାୟକ ସାବ୍ୟସ୍ତ ହେଲେ, ଏହାପରେ ବିଶ୍ୱାସ ଫେରାଇ ଆଣିବା ପାଇଁ ଏକ ରୋଡମ୍ୟାପ୍ ଉପରେ କଥା ହେବା, ଆଉ ଶେଷରେ ମନେ ରଖିବା ଯେ ପ୍ରକୃତ ଲକ୍ଷ୍ୟ ନିର୍ବାଚନ ନୁହେଁ ବରଂ ଶାସନ। ଚାଲନ୍ତୁ କାହାଣୀଟିକୁ ସେଇଠୁ ଆରମ୍ଭ କରିବା ଯେଉଁଠି ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଲୁଚି ରହିଥିଲା। ହିଞ୍ଜିଳି ବର୍ଷ ବର୍ଷ ଧରି ବିଜେଡି ପାଇଁ ଏକ ଅଭେଦ୍ୟ ଦୁର୍ଗ ଥିଲା, କିନ୍ତୁ 2024ର ଫଳାଫଳ ଗୋଟିଏ ଶକ୍ତ ଝଟକା ଦେଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଏହି ପୂରା ବିଶ୍ଳେଷଣ ଓଡ଼ିଶାର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ହିଞ୍ଜିଳି ଉପରେ କେନ୍ଦ୍ରିତ। ଏହା ସେହି ମାଟି ଆଉ ସେଠାକାର ଲୋକଙ୍କ କାହାଣୀ ଯାହାର ସ୍ପନ୍ଦନକୁ ବୁଝିବା ଆମର ଉଦ୍ଦେଶ୍ୟ। ସଂଖ୍ୟାଟା ଦେଖନ୍ତୁ, ମାତ୍ର 4636। ଏଟା ଖାଲି ଗୋଟେ ନମ୍ବର ନୁହେଁ, ନା, ଏହା ଏକ ସଂକେତ। ଭୋଟରଙ୍କ ମନ ଭିତରେ କେମିତି ଗୋଟେ ବଡ଼ ଧରଣର ପରିବର୍ତ୍ତନ ଆସିଛି ତାର ସଂକେତ। ଏଇ ସାମାନ୍ୟ ବ୍ୟବଧାନ ଧୀରେ ଧୀରେ କମିଯାଉଥିବା ବିଶ୍ୱାସର ଏକ ସ୍ପଷ୍ଟ ପ୍ରମାଣ। ଆଉ ଏହି ସଂଖ୍ୟାଗୁଡ଼ିକ ପୂରା କାହାଣୀକୁ ଆହୁରି ସ୍ପଷ୍ଟ କରିଦେଉଛି। 2019ରେ ବିଜେଡିର ଭୋଟ ଅଂଶ ଥିଲା 66.3%। 5 ବର୍ଷ ଭିତରେ 2024ରେ ଏହା ଖସି ଆସିଲା 46.9%କୁ, ପ୍ରାୟ 20%ର ହ୍ରାସ। ଆଉ ସେହି ସମୟରେ ବିଜେପି ଏକ ବଡ଼ ଲମ୍ଫ ଦେଇ 43.6%ରେ ପହଞ୍ଚିଗଲା। ଏହା କୌଣସି ସାଧାରଣ ପରିବର୍ତ୍ତନ ନୁହେଁ, ଏହା ଏକ ରାଜନୈତିକ ଭୂକମ୍ପ। ତେବେ ଏହି ସଂଖ୍ୟା ପଛରେ ଥିବା କାରଣ କ'ଣ? କ'ଣ ହେଲା ତାହା ତ ଆମେ ଜାଣିଲେ, ଏବେ କାହିଁକି ହେଲା ତାହା ବୁଝିବାର ସମୟ। ଆସନ୍ତୁ ସିଧା ମାଟିର କଥା ଶୁଣିବା, ଲୋକଙ୍କ ମନର କଥା ଜାଣିବା। ଯେତେବେଳେ ଲୋକଙ୍କ ସହ କଥା ହେବେ, ଗୋଟିଏ କଥା ବାରମ୍ବାର ଶୁଣିବାକୁ ମିଳିବ, ନିଜ ଗାଁରେ କାମଧନ୍ଦା ନାହିଁ, ବାଧ୍ୟ ହୋଇ ବାହାରକୁ ଯିବାକୁ ପଡ଼ୁଛି। ଏହି ଗୋଟିଏ ବାକ୍ୟ ଭିତରେ ହିଁ ସବୁଠୁ ବଡ଼ ଅସନ୍ତୋଷର କାରଣ ଲୁଚି ରହିଛି। ଏହା ହେଉଛି ପ୍ରବ୍ରଜନର କଷ୍ଟ। ଯେତେବେଳେ ଚାଷ ବାହାରେ ସ୍ଥାନୀୟ ସ୍ତରରେ ନିଯୁକ୍ତିର ସୁଯୋଗ ନଥାଏ, ଲୋକମାନେ ଘରେ ଛାଡ଼ି ବାହାରକୁ ଯିବାକୁ ବାଧ୍ୟ ହୁଅନ୍ତି। ଏହାଦ୍ୱାରା କେବଳ ଗାଁ ଖାଲି ହୁଏନି, ବରଂ ସ୍ଥାନୀୟ ସମର୍ଥନର ମୂଳଦୁଆ ବି ଦୁର୍ବଳ ହୋଇଯାଏ, ଆଉ ପଛରେ ରହିଯାଇଥିବା ପରିବାର ଓ ବାହାରେ କାମ କରୁଥିବା ଲୋକଙ୍କ ଭିତରେ ଏକ ଦୂରତା ସୃଷ୍ଟି ହୁଏ। ତେବେ ପ୍ରଶ୍ନଟା ସ୍ପଷ୍ଟ, ଯେଉଁ ପରିବାରଗୁଡ଼ିକ ପଛରେ ରହିଯାଉଛନ୍ତି ସେମାନଙ୍କ କଥା କିଏ କହିବ? ଅର୍ଥନୈତିକ ବାଧ୍ୟବାଧକତା ଯୋଗୁଁ ଯେଉଁ ସାମାଜିକ ସମ୍ପର୍କର ସୂତା ଛିଣ୍ଡି ଯାଉଛି, ସେ କଥା କିଏ ବୁଝିବ? ଆମ ସମ୍ବିଧାନ ଗୋଟିଏ କଥା ସ୍ପଷ୍ଟ କରେ, ସମ୍ମାନର ସହ ବଞ୍ଚିବା ହେଉଛି ସମସ୍ତଙ୍କର ଅଧିକାର। ଏହା ହିଁ ଆମର ସାମାଜିକ ଚୁକ୍ତିର ମୂଳଦୁଆ। ତେଣୁ ଯେତେବେଳେ ଜଣେ ନାଗରିକ ନିଜର ଦାୟିତ୍ୱ ସହ କିଛି କହୁଛି, ତାହାର ସ୍ୱରକୁ ଶୁଣିବା ନିହାତି ଜରୁରୀ। ପ୍ରବ୍ରଜନ ହେଉ କି ସେବାର ଅଭାବ, ଏସବୁ ଅଭିଯୋଗ ସେହି ମୌଳିକ ମାନବୀୟ ମର୍ଯ୍ୟାଦା ସହ ହିଁ ଯୋଡ଼ି ହୋଇ ରହିଛି। ଠିକ୍ ଅଛି, ତେବେ ଏହି ପରିବର୍ତ୍ତନ ପଛର କାରଣଗୁଡ଼ିକୁ ଆହୁରି ଗଭୀର ଭାବେ ବୁଝିବା। ଭୋଟରମାନଙ୍କର ମନରେ କେଉଁ ପ୍ରସଙ୍ଗଗୁଡ଼ିକ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା, ଆସନ୍ତୁ ତାର ଏକ ଚିତ୍ର ଦେଖିବା। ଏହି ସାରଣୀକୁ ଦେଖିଲେ ସ୍ଥିତିଟା ପୁରା ସ୍ପଷ୍ଟ ହୋଇଯାଉଛି। 3ଟି ମୁଖ୍ୟ ପ୍ରସଙ୍ଗ ଉପରେ ସବୁଠୁ ଅଧିକ ଅସନ୍ତୋଷ ରହିଛି। ପ୍ରଥମତଃ ନିଯୁକ୍ତି ଆଉ ପ୍ରବ୍ରଜନା, ଦ୍ୱିତୀୟରେ ପାନୀୟ ଜଳର ସମସ୍ୟା ଏବଂ ତୃତୀୟରେ ରାସନ କାର୍ଡ ଓ ପେନ୍ସନ୍ ଭଳି ସାମାଜିକ କଲ୍ୟାଣ ଯୋଜନାରେ ବିଳମ୍ବ। ଏହି 3ଟି ପ୍ରସଙ୍ଗ ହିଁ ଭୋଟରଙ୍କ ମନକୁ ସବୁଠୁ ବେଶି ଆନ୍ଦୋଳିତ କରିଛି। ବର୍ତ୍ତମାନ ଆସନ୍ତୁ ସେହି ଲୋକମାନଙ୍କ ଉପରେ ଧ୍ୟାନ ଦେବା ଯେଉଁମାନଙ୍କର ସ୍ୱର ହୁଏତ ଆଗରୁ ଶୁଣାଯାଉନଥିଲା, କିନ୍ତୁ ଏଥର ସେମାନେ ଫଳାଫଳକୁ ବଦଳାଇ ଦେଇଛନ୍ତି। ଏମାନେ ହେଉଛନ୍ତି ଅଦୃଶ୍ୟ ଭୋଟର। ତେବେ ଏ ପରିବର୍ତ୍ତନ ପଛରେ ଥିଲେ କିଏ? କିଛି ନୂଆ ଚେହେରା, ନୂଆ ସ୍ୱର। ପ୍ରଥମେ ଯୁବକମାନେ। ସେମାନେ ଆଉ ଖାଲି ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନାହାନ୍ତି, ସେମାନଙ୍କୁ ନିଜ ମାଟିରେ କାମ ଦରକାର। ଦ୍ୱିତୀୟରେ ପ୍ରବାସୀ ପରିବାର। ସେମାନଙ୍କୁ ଲାଗୁଛି ଯେମିତି ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଆଉ ଅଛନ୍ତି ପ୍ରଥମ ଥର ଭୋଟ ଦେଉଥିବା ଯୁବପିଢ଼ି, ଯେଉଁମାନେ ଡିଜିଟାଲ ଦୁନିଆରୁ ବେଶି ପ୍ରଭାବିତ। ଏବଂ ଶେଷରେ ଅନୁସୂଚିତ ଜାତିର ଲୋକମାନେ, ଯେଉଁମାନେ ନୂଆ ଧରଣର ପ୍ରଚାର ଦ୍ୱାରା ଅଧିକ ସକ୍ରିୟ ହୋଇଛନ୍ତି। ଏମାନଙ୍କ ଭରସା ଆଉ ଆଗ ଭଳି ସହଜରେ ମିଳିବନି। ଆଉ ଏସବୁ ଭିତରେ ଟେକ୍ନୋଲୋଜିର ଏକ ବଡ଼ ଭୂମିକା ରହିଛି।
ଆଜିକାଲି ସ୍ମାର୍ଟଫୋନ୍ ସମସ୍ତଙ୍କ ହାତରେ। ଏହାର ଅର୍ଥ ପ୍ରତ୍ୟେକ ଯୁବ ଭୋଟର ନିଜେ ଜଣେ ପ୍ରସାରକ ଆଉ ଡିଜିଟାଲ ଅଭିଯାନର ଏକ ଲକ୍ଷ୍ୟ ମଧ୍ୟ। ରାଜନୈତିକ ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚୁଛି ଆଉ କେମିତି ଆଲୋଚନା ହେଉଛି ତାର ପୂରା ତରିକା ବଦଳି ଯାଇଛି। ଏତେ ସବୁ ସମସ୍ୟା ବିଶ୍ଳେଷଣ ପରେ ଏବେ ସମାଧାନ କଥା ଚିନ୍ତା କରିବା। ଭୋଟରଙ୍କ ସହିତ ସେହି ହଜିଯାଇଥିବା ସମ୍ପର୍କକୁ ପୁଣିଥରେ ଯୋଡ଼ିବା ପାଇଁ ଏକ ସୁଚିନ୍ତିତ ସମୟବଦ୍ଧ ଯୋଜନା କ'ଣ ହୋଇପାରେ? ଏହି କମ୍ବ୍ୟାକ୍ ଯୋଜନାକୁ 5ଟି ପର୍ଯ୍ୟାୟରେ ଭାଗ କରାଯାଇପାରେ। 90 ଦିନ ପୂର୍ବରୁ ଆଭ୍ୟନ୍ତରୀଣ ସମୀକ୍ଷା ଆଉ ଠିକ୍ ପ୍ରାର୍ଥୀ ଚୟନ। 60 ଦିନ ପୂର୍ବରୁ ତୃଣମୂଳ ସ୍ତରରେ ଜୋରଦାର ସଂଗଠନ। 30 ଦିନ ପୂର୍ବରୁ ଲୋକଙ୍କୁ ତୁରନ୍ତ ଲାଭ ଦେଉଥିବା ଛୋଟ ଛୋଟ ପ୍ରକଳ୍ପ ସାରିବା। 15 ଦିନ ପୂର୍ବରୁ ଏକ ଶକ୍ତିଶାଳୀ ଡିଜିଟାଲ ଅଭିଯାନ। ଆଉ ଶେଷରେ ନିର୍ବାଚନ ଦିନ ଲୋକଙ୍କୁ ଭୋଟ ଦେବା ପାଇଁ ବାହାରକୁ ଆଣିବା। ପ୍ରାର୍ଥୀ ଚୟନ ଏକ ବଡ଼ ନିଷ୍ପତ୍ତି। ଏଠାରେ 2ଟି ବିକଳ୍ପ ଦେଖାଯାଉଛି। ଗୋଟିଏ ହେଲା ପ୍ରତିଷ୍ଠିତ ଅଭିଭାବକ, ଯାହାଙ୍କ ପାଖରେ ଶାସନର ଅନୁଭବ ଅଛି ଏବଂ ସ୍ଥିରତା ଦେବାର ପ୍ରତିଶ୍ରୁତି ଅଛି। ଅନ୍ୟଟି ହେଲା ସ୍ଥାନୀୟ ପରିବର୍ତ୍ତନର ସୂତ୍ରଧର, ଯିଏକି ନୂଆ ଚିନ୍ତାଧାରା, ସ୍ଥାନୀୟ ଲୋକଙ୍କ ସହ ଗଭୀର ସମ୍ପର୍କ ଏବଂ ବିଶେଷକରି ଯୁବପିଢ଼ିର ସମସ୍ୟାକୁ ବୁଝିପାରନ୍ତି। ପ୍ରତ୍ୟେକ ବିକଳ୍ପର ନିଜସ୍ୱ ଶକ୍ତି ଓ ଦୁର୍ବଳତା ରହିଛି। ଏଠାରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବାକୁ ହେବ। ଡେଟା ବ୍ୟବହାର କରି ଲୋକଙ୍କ ପାଖରେ ପହଞ୍ଚିବା ବେଳେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସବୁ ଯୋଗାଯୋଗ ଲୋକଙ୍କ ସମ୍ମତିରେ ହିଁ ହେବା ଉଚିତ, ଯାହା ଭାରତର ଡିଜିଟାଲ ବ୍ୟକ୍ତିଗତ ଡେଟା ସୁରକ୍ଷା ନିୟମ ଅନୁଯାୟୀ ହେବା ଦରକାର। ଏହା ହିଁ ଆଧୁନିକ ରାଜନୀତିର ନୈତିକତା। ଆସନ୍ତୁ ଏବେ ନିର୍ବାଚନ ଜିତିବାର ସୀମା ପାର କରି ଶାସନର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ କଥା ହେବା। କାରଣ ଶେଷରେ ଲକ୍ଷ୍ୟ ହେଉଛି ପ୍ରଭାବଶାଳୀ ଓ ଲୋକକୈନ୍ଦ୍ରିକ ଶାସନ। ଏହି ପୂରା ପ୍ରକ୍ରିୟାକୁ ଆମେ ରାଜନୈତିକ ଇଞ୍ଜିନିୟରିଂ କହିପାରିବା। ଏହାର ଅର୍ଥ କୌଣସି କୂଟନୀତି ନୁହେଁ, ବରଂ ଡାଟା ବ୍ୟବହାର କରି ଲୋକଙ୍କ ପ୍ରକୃତ ଆବଶ୍ୟକତାକୁ ବୁଝିବା ଆଉ ସେହି ଅନୁସାରେ ଏକ ଦାୟିତ୍ୱପୂର୍ଣ୍ଣ ଶାସନ ବ୍ୟବସ୍ଥା ଗଢ଼ିବା, ଯାହା ପ୍ରତିଶ୍ରୁତି ପୂରଣ କରିପାରିବ ଆଉ ସ୍ଥାୟୀ ବିଶ୍ୱାସ ସୃଷ୍ଟି କରିପାରିବ। ଶେଷରେ ଏହି ଗୋଟିଏ ପ୍ରଶ୍ନ ସହ ଆମକୁ ଛାଡ଼ିଯିବାକୁ ହେବ। ପ୍ରକୃତ ଉଦ୍ଦେଶ୍ୟ କ'ଣ? କେବଳ ଗୋଟିଏ ନିର୍ବାଚନ ଜିତିବା ନା 5 ବର୍ଷ ପାଇଁ ଲୋକଙ୍କ ସେବା କରି ଶାସନ କରିବାର ଅଧିକାର ଅର୍ଜନ କରିବା? ଏହି ପ୍ରଶ୍ନ ହିଁ ନେତୃତ୍ୱର ପ୍ରକୃତ ଦାୟିତ୍ୱବୋଧକୁ ପରିଭାଷିତ କରେ। ଯଦି ଆପଣ ପିପଲ୍ ସେଣ୍ଟ୍ରିକ୍ ଲିଡର ହେବାକୁ ଚାହାନ୍ତି ଏବଂ ଆପଣଙ୍କର କନଷ୍ଟିଚୁଏନ୍ସିକୁ ଉପରକୁ ଉଠାଇବାକୁ ଚାହାନ୍ତି, get in touch with blueprintstrategies.ai at mgr@blueprintstrategies.ai or call 080-420-41602. Purpose Beyond Politics.